भगवते वासुदेवाय। नारायणं नमस्तुत्यं नरं चैव नरोत्तमं देवी सरस्वती व्यासं तज्जयमुदीरये। मूकं करोति वाचालं पङ्गुलघयते गिरिं यत्कृपातमः वन्दे परमानन्दमाधवम्। भागवत महापुराण प्रथम स्कंद द्वादश अध्याय। शौनक उवाच कोपे जे द्रोण कुमार मंत्री पेशिला ब्रह्मसर तार प्रचंड तेज जाले भय कंपिले दिगपाले उत्तरा गर्भे से पड़िला तक्षणे गोविंद रखिला से पुणी गर्भु जन्म होई पालिला राजा पणे मही जगते जेते कर्म कला प्रजा को जेमंते पालिला केवल हेतु नृपनारा कहीं छाड़िला निज प्राण अल्प बयसे नृपति अंते लिभिला केउ गति आनंदे व्यासंकर सुत जहाँको देले ज्ञान तत्व तार सकल कर्म दीक्षा श्रवणे कलु आम्भे इच्छा आम्भकु जेबे दयावह संशय जाऊ मुनि कह। सुत उवाच कुरुनगरे धर्मराजा पुत्रंक प्राये पाळे प्रजा कृष्ण हो न जानई अना विषयर से नहीं मन धन संपदर रक्षणे जे स्नेह भार्या भातृगणे राज्य पालने एही मते धर्म हो अन्य चाहि जिते ए जम्बुद्वीपे जेते राजा सर्वे करन्ति पाद पूजा जार महिमा तिनि लोके घोषन्ति एक कुआरके गोविंद जार हृदय बसे से कि विषय रसे रसे क्षुदित जन मन जेने अनहु न लोड़ई मने एबे हो शुण विप्रजन कहिबा परीक्षित जन्म मातार गर्भे जेबे थिला नयने कृष्ण को देखिला तेजे चेसने दिवाकर गर्भे पड़िला ब्रह्मसर उत्तरा डाके त्राही त्राही तक्षणे प्रभु भावग्राही अंगुष्टि प्रमाणे शरीरे सुदर्शन धरी करे किरीट कुंडल विराजे प्रभास बीता तेज गंजे अपूर्व रूप घन श्याम तड़ित बास कटिदान आजानुलंबे भुजचारी शंख कमल गदाधरी कोपे लोहित बेणी दृष्टि गदा ब्रह्मणे दृढ़ मुष्टि गदार तेज रवित्रास मंडले पूरे दश दिश हरिले ब्रह्म सर तेज निहार जेन्हे ग्रहराज निकटे देखी वितर्कित एके मो पासे उपगत निर्मल आत्मा भगवान धर्मपालक जनार्दन तक्षणे गर्भ रक्षा करी अंतर होइले मुरारी बालक देखे तानयने गोविंद गले अंतर्धाने तक्षणे सभ शुभ बेले अग्र सकल अनुकूले बालक होइला बाहार गुणे पांडव वंशधर अति सुंदर विराजिला पुणिकी पांडु प्रकाशिला देखी संतोष धर्मसुत संगते घेनी पुरोहित आनंदे मिली महाजने
ସ୍ୱସ୍ତିକ ମଙ୍ଗଳ ବଚନେ ଶୁଭଇ ଶଙ୍ଖନାଦ ଫେରି ଶୁମ୍ଭେଳ ଜାତ କର୍ମ କରି ସୁବର୍ଣ୍ଣମୟୀ ଧେନୁ ତୁଲେ ଅନେକ ଗ୍ରାମ ଦାନ କଲେ ଅଶ୍ୱକୁଞ୍ଜର ନିଜ ଅନ୍ନ ସୁମୃତି ମତେ ଦେଲେ ଦାନ ସୁତମାଗଧ ଆଦି ଲୋକେ ଯେ ଆସି ମିଳିଲେ ଯାଚକେ ଧର୍ମାନନ୍ଦନ ସୁଖ ଚିତେ କ୍ଷୀଣା ଦେଲେ ପ୍ରଜା ତିଥେ ସନ୍ତୋଷେ ବସି ବିପ୍ରଗଣ ବିଚାରି ଜାତକ ଲକ୍ଷଣ ଗ୍ରହ ନକ୍ଷତ୍ର ଚିନ୍ତି ଚିତେ କହନ୍ତି ରାଜାଙ୍କ ଅଗ୍ରତେ ଏ ଅଭିମନ୍ୟୁର କୁମର ପାଣ୍ଡବ ବଂଶେ କୀର୍ତ୍ତି କର ଗର୍ଭ ସଙ୍କଟୁ ଏତରିଲା ଏହାକୁ ବିଷ୍ଣୁ ରକ୍ଷା କଲା ଗର୍ଭ ସଙ୍କଟୁ ଏତରିଲା ଏହାକୁ ବିଷ୍ଣୁ ରକ୍ଷା କଲା ସର୍ବଲକ୍ଷଣେ ଏ ସମ୍ଭୂତ ଏହାର ନାମ ବିଷ୍ଣୁରାତ କୁରୁ ପାଣ୍ଡବ ବଂଶଧର ଏ ଭାଗବତ ମଧ୍ୟବର ଏମନ୍ତେ ବ୍ରାହ୍ମଣଙ୍କ ବାଣୀ ଶ୍ରବଣେ ଶୁଦ୍ଧ ପ୍ରାୟମଣି ହେ ବିପ୍ରବରେ ତୁମ୍ଭ ବାଣୀ ବୋଲନ୍ତି ଯୁଧିଷ୍ଠିର ଶୁଣି ଆଗମ ନିଗମେ ଯା ସାର ତୁମ୍ଭକୁ ନୋହେ ଅଗୋଚର ଗ୍ରହ ନକ୍ଷତ୍ର ଯୋଗ ମତେ ଯା କହିଲ ଶାସ୍ତ୍ର ତତ୍ତ୍ୱେ ଏ ବଂଶଧର ସାଧୁ ବାଦେ ସତେ ପାଳିବ ରାଜପଦେ ରାଜା ବଚନେ ବିପ୍ରଗଣ କହନ୍ତି ଜାତକ ଲକ୍ଷଣ ଶୁଣ ହେ ଧର୍ମର ନନ୍ଦନ ଆମ୍ଭର ଆଶିଷ ବଚନ ପ୍ରଜା ପାଳନେ ଏ ନିୟତ ଯେନେ ଲକ୍ଷାକୁ ମନୁସ୍ତୁତ ବ୍ରାହ୍ମଣ ଜନ ହିତକର ସତ୍ୟ ପ୍ରତିଜ୍ଞ ଗୁଣଧର ଏହାର ଯଶ ସର୍ବଦେଶେ ଯେନେ ଶ୍ରୀରାମ ରଘୁବଂଶେ ଶିବିଜେଶନେ ଦାତାବର ଦୟାଳୁ ମଧ୍ୟେ କୁମର ଭରତ ପ୍ରାୟ ଯଜ୍ଞକାରୀ ଅର୍ଜୁନ ସମ ଧନୁର୍ଧାରୀ ହୁତାଶ ପ୍ରାୟ ତେଜମୟ ଦୁସ୍ତର ସମୁଦ୍ରର ପ୍ରାୟ ବିକ୍ରମେ ଯେଶନେ କେଶରୀ ଆଶ୍ରୟେ ଯେନେ ହିମଗିରି ପୃଥିବୀ ସମ ଧୀର ଚେତା ସହିଷ୍ଣୁ ଯେନେ ପିତା ମାତା ସମପାଳନେ କି ବିଧାତା ଈଶ୍ୱର ପ୍ରାୟ ବରଦାତା ଆଶ୍ରୟ ସର୍ବ ପ୍ରାଣୀଙ୍କର ଯେହ୍ନେ ସଂସାରେ ରମାବର ସର୍ବଲକ୍ଷଣେ କୃଷ୍ଣ ସମ ସୁଦୃଢ଼ ବ୍ରତ ସତ୍ୟଧାମ ଉଦାରପଣେ ରନ୍ତି ଦେବ ଯଜାତି ପ୍ରାୟ ଧୀର ଭାବ ବଳିର ପ୍ରାୟ ଧୀର ପଦ ବୈଷ୍ଣବ ଯେନେ ପ୍ରହ୍ଲାଦ ସଂସ୍କାର ମନ୍ତ୍ର ଆବିର୍ଭାବେ ଦେବକୁ ଅଶ୍ୱମେଧ ଯଜ୍ଞେ ପୂଜାରେ କରାଇ ସନ୍ତୋଷ ବୃଦ୍ଧ ସେବାରେ ସେ ବିଶ୍ୱାସ ରାଜ ଋଷିଙ୍କ ଜାତକାରୀ ଦୁଷ୍ଟଜନଙ୍କ ଦର୍ପହାରୀ ଅବନି ଧର୍ମ ରକ୍ଷା ଅର୍ଥେ କଳିକି ବାନ୍ଧିବି ଆୟତେ ବ୍ରାହ୍ମଣ ସାପ ମହାରୋଷ ଲଭିବ ଅଳପ ବୟସେ ବ୍ରହ୍ମ ବଚନ ତୀକ୍ଷ୍ଣ ବାଣ ତକ୍ଷକ ହସ୍ତେ ଦେବ ପ୍ରାଣ ବ୍ରାହ୍ମଣ ସାପେ ଭୟ ଯାଇ ତକ୍ଷଣେ ସାଧୁ ସଙ୍ଗୁଇ ହୋଇ ଜାହ୍ନବୀ କୂଳେ ଅନ୍ତର୍ଜଳେ ହରି ଭକତି ସନ୍ଥ ମେଳେ କୃଷ୍ଣ ମହିମା ସୁକ ମୁଖେ ଶୁଣି ଛାଡ଼ିବ ପ୍ରାଣ ସୁଖେ ଗୋବିନ୍ଦ ଭୟ ଚରଣ ନିଶ୍ଚିନ୍ତେ ପଶିବ ଶରଣ ସୁତ ଉବାଚ ଏମନ୍ତେ ଜାତ କର୍ମ କଲେ ବନ୍ଧୁ ବାନ୍ଧବ ବିପ୍ର ମେଳେ ରାଜାଙ୍କୁ ମାଗି ଅନୁଜାନ ବିପ୍ରେ ଚଳିଲେ ନିଜ ସ୍ଥାନ ଗର୍ଭେ ଦେଖିଲା ଚକ୍ରପାଣି ସଂସାରେ ଦେଖେ ଯେତେ ପ୍ରାଣୀ ଏ ଅବା ସେହି ଅବା ନହି ଏମନ୍ତ ପରୀକ୍ଷା କରଇ ଏ ଘେନି ନାମ ପରୀକ୍ଷିତ
ଲୋକରେ ହୋଇଲା ବିକ୍ଷତ। ଦିନକୁ ଦିନ ତେଜ ରାଶି, ଶୁକ୍ଳ ପକ୍ଷେ ଯେହ୍ନେ ଶଶୀ। ଦିନକୁ ଦିନ ପିତୃଗଣେ, ସ୍ନେହେ ପାଳନ୍ତି ଅନୁକ୍ଷଣେ। ବାଳକ ଦେହେ ପରୀକ୍ଷିତ, ସ୍ୱଭାବେ କୃଷ୍ଣ ଭକତ। ସକଳ ଲୋକେ ପ୍ରୀତିଦାତା, ସାଧୁ ସୁନ୍ଦର ସୁଧଚେତା। ଏବେ ହୋ ଶୁଣ ବିପ୍ରଜନେ, ଧର୍ମନନ୍ଦନ ଚିନ୍ତେ ମନେ। ଜ୍ଞାତି ମାରଣ ଦ୍ରୋହ ଚିତେ, ସର୍ବକଳୁଷ ନାଶ ଅର୍ଥେ। ପ୍ରଜାଙ୍କ ତହୁଁ ନିଜ ଧନ, ନକରି ଦଣ୍ଡ କରସଣ। କୃଷ୍ଣ ଆଜ୍ଞାରେ ଭାତୃଗଣେ, ଗଲେ ଯେ ରାଜାଙ୍କ ଚରଣେ। ରାଜାଙ୍କ ତହୁଁ କେତେ ଆଣି, ସଙ୍ଗତେ ଘେନି ଚକ୍ରପାଣି। ପଞ୍ଚଭ୍ରାତାଏ ତୋଷେ ମିଳି, ବିପ୍ରଙ୍କୁ ଘେନି ବନମାଳି। ଆଗମ ନିଗମ ଯେ ବିଧି, କରାଇ ତିନି ଅଶ୍ୱମେଧି। କେତେ ହେ ଦିନ କୃଷ୍ଣ ରହି, ଜ୍ଞାତି ସୁହୃଦ ଭାବ ବହି। ଦ୍ରୌପଦୀ କୁନ୍ତୀ ଅନୁମତେ, ବିଚାର କରି ପଞ୍ଚଭ୍ରାତେ। ରଥେ ଅର୍ଜୁନ ସଙ୍ଗେ କରି, ନିଜ ଭୁବନେ ଗଲେ ହରି। ସେ ହରି ଚରଣ ପଙ୍କଜେ, ବ୍ରାହ୍ମଣ ଜଗନ୍ନାଥ ଭଜେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟାଂ ପ୍ରଥମସ୍କନ୍ଧେ ନୈମିଷାଖ୍ୟାନେ ପରିକିତ ଜନ୍ମାଦି ଉତ୍କର୍ଷ ନାମ ଦ୍ୱାଦଶ ଅଧ୍ୟାୟ।